ଆପଣ ଦେଖନ୍ତୁ ଆଜି ହେଉଛି ପବିତ୍ର ଗାନ୍ଧୀ ଜୟନ୍ତୀ। ଏହି ଅବସରରେ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା। ଆଉ ଆମେ ମହାତ୍ମା ଗାନ୍ଧୀଜୀ ଯେଉଁ କଥା କହିଥିଲେ କି ସ୍ୱଚ୍ଛତା ହିଁ ସେବା, ସେ କାର୍ଯ୍ୟକ୍ରମରେ ଆଜି ମନ୍ଦିର ପରିସରରେ ଆମେ ସାମିଲ ହୋଇଛୁ। ଏବଂ ଏହି ସ୍ୱଚ୍ଛତାର ବାର୍ତ୍ତା ମହାତ୍ମା ଗାନ୍ଧୀଜୀ 1925 ମସିହାରେ ଦେଇଥିଲେ। ତାପରେ ଯେତେବେଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଥମ ମୋଦି ପ୍ରଧାନମନ୍ତ୍ରୀ ହେଲେ 2014ରେ ଲାଲକିଲ୍ଲାରୁ ଏ ସ୍ୱଚ୍ଛତା କଥା ହିଁ କହିଛନ୍ତି ଯେ ଘରେ ଘରେ ଶୌଚାଳୟ ହେବ, ସ୍ୱଚ୍ଛତାକୁ ପାଥେୟ କରିବା ଏବଂ ସ୍ୱଚ୍ଛତା ଦ୍ୱାରା ହିଁ ଆମେ ସେବା କରିପାରିବା। ତ ଏହି କାର୍ଯ୍ୟକ୍ରମକୁ ଆମେ ସ୍ୱଚ୍ଛତା ପଖୱାଡ଼ା ବି ମଧ୍ୟ ଏବେ ପାଳନ କରୁଛୁ। ସେପ୍ଟେମ୍ବର 25ରୁ ଅକ୍ଟୋବର 2 ପର୍ଯ୍ୟନ୍ତ ଆମର ଯାହାକୁ ନେଇ ଭାରତୀୟ ଜନତା ପାର୍ଟି ଗର୍ବିତ, ଆମର ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଜୀଙ୍କର ଜନ୍ମଦିନଟାକୁ ସ୍ୱଚ୍ଛତା ପଖୱାଡ଼ା ପାଳନ କରୁଛୁ। ଏହି ଅବସରରେ ଆମେ ବ୍ଲଡ଼ ବ୍ୟାଙ୍କ ନେଇକି ସ୍ୱଚ୍ଛତା କଥା କହୁଛୁ। ତ ଆମେ ଆଜି ସମାଜର ଅନ୍ତିମ ଧାଡ଼ିରେ ଯେଉଁମାନେ ଅଛନ୍ତି ତାଙ୍କ ପର୍ଯ୍ୟନ୍ତ ଆମର ସରକାରଙ୍କର ଯୋଜନା ଯେତେଦିନ ପର୍ଯ୍ୟନ୍ତ ନ ପହଞ୍ଚୁଛି, ଏ ସ୍ୱଚ୍ଛତା ଅଭିଯାନ ଏବଂ ସ୍ୱଚ୍ଛତା ପଖୱାଡ଼ା ଏବଂ ଲୋକଙ୍କ ସରକାରର କାମ ଆଜି ମୋହନ ମାଝୀଙ୍କ ସରକାର କରିବ। ଏହା ହିଁ ଆଜିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଆମେ ଦେଖନ୍ତୁ ଭାରତୀୟ ଜନତା ପାର୍ଟି ହେଉଛି ପୃଥିବୀର ସବୁଠୁ ବଡ଼ ରାଜନୈତିକ ଦଳ, ପାଖାପାଖି 21 କୋଟିରୁ ଅଧିକ ସଦସ୍ୟ। ତ ଆଜି ଆମେ ପୁଣି ଏହି ସଦସ୍ୟତା କାର୍ଯ୍ୟକ୍ରମକୁ ଆମେ ଆଗେଇ ନେବୁ ଏବଂ ଆପଣଙ୍କ ମାଧ୍ୟମରେ ମୁଁ ଅନୁରୋଧ କରୁଛି ସମସ୍ତେ ସଦସ୍ୟ ହୋଇପାରିବେ ଏବଂ ଆପଣ ଡାଏଲ୍ କରିବେ ଗୋଟେ ନମ୍ବର 8800002024କୁ ଆପଣ ଡାଏଲ୍ କଲେ ଗୋଟେ ଲିଙ୍କ୍ ଆସିବ। ଏଇଥିରେ ଆପଣ ନାଁ ଗାଁ ଭର୍ତ୍ତି କଲେ ଆପଣ ଭାରତୀୟ ଜନତା ପାର୍ଟିର ଗୋଟେ ଗର୍ବିତ ସଦସ୍ୟ।